ହ୍ୟାଲୋ। ହଁ ପଚାର। ଆଜ୍ଞା ହଁ ମୁଁ ବାବା ଚାହୁଁଥିଲି ଜାଣିବା ପାଇଁ ଯେ ଆପଣ ବୁଝେଇଛନ୍ତି ଯେ ଆମର ଇଚ୍ଛା ଶକ୍ତି ଆଉ ଜ୍ଞାନ ଶକ୍ତି ସେ ଯେତେବେଳେ ଉପର ସ୍ତରରେ କ୍ରିଏସନ ବେଳେ ସିଏ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିକିରି ଇଚ୍ଛା ଶକ୍ତି ଦ୍ଵାରା ସବୁ ହେଲା। ଆଚ୍ଛା ମୁଁ କହିବା କଥା ସେଇ ଯୋଉ ବିରାଟ ଇଚ୍ଛା ଶକ୍ତି ଯୋଉଟା ଆଉ ଆମ ମାନଙ୍କର ଯୋଉ ଛୋଟ ଛୋଟ ଇଚ୍ଛା ଶକ୍ତି ଜୀବ ମାନଙ୍କର ଏ ଦି ଜଣ ଯାକ ଗୋଟିଏ ନା ଯେମିତି ପିତା ପୁତ୍ର ଅଲଗା ହଉଛନ୍ତି ସେମିତି ଅଲଗା? ନାଇଁ ନାଇଁ ଦିଟା ଆଙ୍କେ ଗୋଟିଏ। ଆମ ଆଜ୍ଞା ଦେହ ଭିତରେ ଯୋଉ ଇଚ୍ଛା ଅଛି ସେଇଟା ଲିମିଟେଡ ଆଉ ବିରାଟ ଇଚ୍ଛା ଯୋଉଟା ସେଟା ଅନଲିମିଟେଡ। ତାମାନେ ଯେମିତି ଆମ ବାପାଙ୍କଠୁ ଆମେ ଜନ୍ମ ହଉଛୁ ପୁଅ କିନ୍ତୁ ଯଦିଓ ଏକା ଜିନ୍ ତଥାପି ଆମେ ଅଲଗା। ନାଇଁ ଇଏ ଜିନିଷଟା ତା ନୁହେଁ। ତା ନୁହେଁ। ନା ଇଏ ହଉଛି କଣ ଦେଖ ଯେ ଗୋଟେ କଳସୀରେ ପୋଖରୀରୁ କିଛି ଜଳ ଆଣିକି କଳସୀରେ ଭର୍ତ୍ତି କରି ସେ ତାକୁ ମୁହଁ ବନ୍ଦ କରି ସେ ପୋଖରୀରେ ରଖିଦିଅ। ଆଜ୍ଞା। ତେଣୁ ସେ ପୋଖରୀ ଜଳ କଳସୀ ଜଳ ଏକା। ଆଜ୍ଞା। କିନ୍ତୁ ସେଟା ହଉଛି କଳସୀ ଜଳ ହଉଛି ଲିମିଟେଡ, ପୋଖରୀ ଜଳ ହଉଛି ଅନଲିମିଟେଡ। ଏକା ଜିନିଷ। ଅନଲିମିଟେଡ ଏକା ଜିନିଷ। ଆଚ୍ଛା ବାବା ମୁଁ କହିବା କଥା ଏ ଯୋଉ କଳସୀ ଜଳ ଭିତରେ ଗୋଟେ ଜଳ ବନ୍ଦ ହେଇଯାଉଛି ସେଇ ମୂଳ ଇଚ୍ଛା ଶକ୍ତିର ଇଚ୍ଛା ବଳରେ ଏଇଟା ଏମିତି ବନ୍ଦ ହଉଛି। ବନ୍ଦ ହଉଛି କଣ? ମାନେ ଜୀବ ଭିତରେ ଯୋଉଟା ଛୋଟଟା ରହୁଛି ଯୋଉ ବନ୍ଦ ହବାର କିଛି ନାହିଁ। ସେଇ ଗୋଟିଏ ଜିନିଷ ସେ ବନ୍ଦ ଯୋଉ ଆମେ କହୁଛୁ ନାଇଁ ମାନେ ଲିମିଟେଡ ବୋଲି ଯୋଉ ଆପଣ ହଁ ଯୋଉ କହୁଛନ୍ତି ଲିମିଟେଡ ବୋଲି କହିଲି ସିଏ ଆମ ଶରୀର ଭିତରେ ସିଏ ଆସିକି ପ୍ରକାଶ ପାଉଛନ୍ତି। କିନ୍ତୁ ତା ଆଚ୍ଛା ସହିତ ସ୍ୱତନ୍ତ୍ର ସେ ସମ୍ପର୍କ ରଖିଛନ୍ତି। ଓହୋ। ସମ୍ପର୍କ ରଖିକି ସେ ପ୍ରକାଶ ପାଉଛନ୍ତି। ଆଚ୍ଛା 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 ତାହେଲେ ବାବା ଆମେ କଣ ଏଇଆ ଧରି ପାରିବା କି ଆମ ଜୀବନରେ ଆମର ଯାହା ଯାହା ଇଚ୍ଛା ବାହାରୁଛି ସେଟା ସେଇ ଇଚ୍ଛାର ହିଁ ରିଫ୍ଲେକ୍ସନ? ନିଶ୍ଚିନ୍ତ। ମହାତ୍ମା ଗାନ୍ଧୀ କହିଲେ ନରଦେହ ହୀନ ମୃତ୍ତିକା ନୁହେଁ ସେ, ନାରାୟଣ ତାର ଜୀବନ ରସ, ମହାଚେତନାର ଅଂଶ ସେ ଏକ, ବିକାଶ ପାଇଁକି ଶରୀରେ ବସ। ସେଇ ମହାଚେତନାର ଇଏ ହେଉଛି ଅଂଶ ଶରୀର ଭିତରେ ଯେଉଁ ଚେତନାଟି ରହିଛି। ତେଣୁ ସିଏ କ'ଣ କରେ ନା ମହାଚେତନାରେ ଯିଏ ରହିଲା ସିଏ ବିକଶିତ ନୁହେଁ, ଅବିକଶିତ, ତାମାନେ ଡରମାଣ୍ଟ କଣ୍ଡିସନରେ ସିଏ ଥାଆନ୍ତି। କିନ୍ତୁ ଶରୀର ଭିତରେ ଯେଉଁ ଚେତନା ପ୍ରକାଶ ପାଆନ୍ତି ସିଏ ହେଉଛି ବିକାଶ ପାଇଁ ଶରୀର ଭିତରେ ଆକ୍ଟିଭେଟେଡ଼, ଅର୍ଥାତ୍ କ୍ରିୟାଶୀଳ ଅବସ୍ଥାରେ ସିଏ ରହନ୍ତି। ତେଣୁ ମହାବିଶ୍ୱରେ ନିଷ୍କ୍ରିୟ ଅବସ୍ଥାରେ ରହନ୍ତି ଆଉ ଶରୀର ଭିତରେ କ୍ରିୟାଶୀଳ ଅବସ୍ଥାରେ ସିଏ ରହନ୍ତି। ଆମ ଶରୀର ଭିତରେ ଯେଉଁ ଜୈବ ପଦାର୍ଥ ସବୁ ରହିଛି, ପ୍ରାଣୀ କୋଷ ଭିତରେ ଯେଉଁ ଜୈବ ପଦାର୍ଥ ରହିଛି ସେ ଜୈବ ପଦାର୍ଥକୁ ଅବଲମ୍ବନ କରିକିରି ଇଏ କ୍ରିୟାଶୀଳ ଅବସ୍ଥାରେ ରହନ୍ତି ଏବଂ ପୂର୍ଣ୍ଣ ଚେତନା ସେ କ'ଣ କରନ୍ତି ନା ଭିନ୍ନ ଭିନ୍ନ ଚେତନାତ୍ମକ ଶକ୍ତିରେ ପରିଣତ ହୋଇ ଶରୀର ଭିତରେ କାର୍ଯ୍ୟ କରନ୍ତି। ଚାରି ଭାଗରେ ପ୍ରକାଶିତ ହେଇକିରି ତା କାର୍ଯ୍ୟକ୍ରମଟା ଚଲଉ କରୁଛନ୍ତି। ଶରୀର ଭିତରେ କାର୍ଯ୍ୟ କିଏ କରି କେବଳ ଇନ୍ଦ୍ରିୟ କରନ୍ତି ନା ଇନ୍ଦ୍ରିୟ ଶକ୍ତି ଆଉ। ହଁ। ଏଇ ଚାରି ଭାଗର ଯୋଉ ଇନ୍ଦ୍ରିୟ ପ୍ରକାଶିତ ହେଲେ ତାକୁ ଅନ୍ତର ଇନ୍ଦ୍ରିୟ କୁହାଯାଏ। ଆଜ୍ଞା ଆଜ୍ଞା ଆଜ୍ଞା। ସେଇଥିରୁ ମନ ପାଞ୍ଚଟି ଆଉ ଗୋଟେ ଅଲଗା ପାଞ୍ଚଟି ଜ୍ଞାନ ଇନ୍ଦ୍ରିୟରେ ପରିଣତ ହୁଏ। ଆଜ୍ଞା। ପ୍ରାଣ ଶକ୍ତି ପାଞ୍ଚଟା କର୍ମ ଇନ୍ଦ୍ରିୟରେ ପରିଣତ ହୁଏ। ଆଜ୍ଞା ହଁ। ପ୍ରାଣ ଶକ୍ତି ଦ୍ଵାରା ପାଞ୍ଚଟା କର୍ମ ଇନ୍ଦ୍ରିୟ ସୃଷ୍ଟି ହୁଏ। ଆଜ୍ଞା ମନ ଶକ୍ତି ଦ୍ଵାରା ପାଞ୍ଚଟା ଜ୍ଞାନ ଇନ୍ଦ୍ରିୟ ସୃଷ୍ଟି ହୁଏ। ଏଇ ଜ୍ଞାନ କର୍ମ ମିଶିକି 5 5 10 ଆଉ ମନ ହେଲା 11, ଅବଷ୍ଟ ବୁଦ୍ଧି ଚିତ୍ତ ଅହଙ୍କାର ହେଲେ 3 14। 14। ତେଣୁ ସାଧାରଣତଃ ବୁଦ୍ଧି ଚିତ୍ତ ଅହଙ୍କାର ଆକୁ ଛାଡ଼ିଦେଲେ ମନ ସହିତ ଇଏ 10ଟି ଇନ୍ଦ୍ରିୟ ମିଶିକି ହଉଛନ୍ତି ଏକାଦଶ ଇନ୍ଦ୍ରିୟ। ଏକାଦଶ। ଏଇ ଏକାଦଶ ଇନ୍ଦ୍ରିୟ ଭିତରୁ ଯଦି ଆମେ ପ୍ରାଣ ଶକ୍ତି ଦ୍ଵାରା ସୃଷ୍ଟି ହେଇଥିବା ଯୋଉ 5ଟା କର୍ମ ଇନ୍ଦ୍ରିୟକୁ ଆମେ ବାଦ୍ ଦେଇଦବା, କେବଳ ଆଜ୍ଞା ମନ ଦ୍ଵାରା ଏଇ ଯୋଉ 5ଟା ଜ୍ଞାନ ଇନ୍ଦ୍ରିୟ ମିଶିକି 6ଟା ଇନ୍ଦ୍ରିୟ। 6ଟା ଇନ୍ଦ୍ରିୟ। ଏଇଟାକୁ କୁହାଯାଏ, ଏଇଟା ହଉଛି ମୁଖ୍ୟ। ଆମର ସେଇଟା ଆଜ୍ଞା ଲେଖା ଅଛି, ଗୀତା ଲେଖିଛି ମମେବାଂଶ ଜୀବ ଲୋକେ
जीव भूत सनातन मनसस्थानेन्द्रियाणि प्रकृति स्थानी करसती प्रकृति अर्थ होची शरीर शरीर देहरु मन सहित ये जो पांचटा ज्ञान इंद्रिय मिसिकी 6टा इंद्रिय क्षमता से कौन हुए ना जिते शरीर चली जाए ये 6टा को सी आकर्षण करके सांगरे नहीं जाए। अच्छा जो नहीं जाए नहीं जाइए सी कौन कौन ना अखिल परमात्मा के ठारू से पृथक हुए। कलसीर से जो माटी जो येटा लेयरटा ସେଇଟା ହଉଛି ଆମର ଏଇ 6ଟା ଇନ୍ଦ୍ରିୟ। अच्छा ବିରାଟ ପୁରୁଷଙ୍କ ଦେହରେ ଏଇ 6ଟା ଇନ୍ଦ୍ରିୟ ଆବୃତ ହେଇକି ରହିଥିବାରୁ ଏଇ ବିରାଟ ପୁରୁଷ କଣ ହୁଏ ନା ଆମ ଶରୀର ମହାଶୂନ୍ୟର ପରମ ବ୍ରହ୍ମ ଠାରୁ ଅଲଗା ବିରାଟ ବ୍ରହ୍ମ ହେଇକିରି ତାକୁ ତା ନାଁ ହଉଛି ସୂକ୍ଷ୍ମ ଶରୀର। ହଁ ସେ ସୂକ୍ଷ୍ମ ଶରୀରରେ ଏଇଟା 6ଟା ଇନ୍ଦ୍ରିୟ ସୂକ୍ଷ୍ମ ଶରୀରକୁ ଆବୃତ କରିକିରି ସେ କଣ କରେ ନା ଜ୍ୟୋତି ରୂପରେ ବାହାରି ଯାଏ ଦେହରୁ। ତାମାନେ ଏଇ ଯୋଉ ପ୍ରେତ ଯୋନିରେ ଯୋଉ ବୁଲନ୍ତି ଏଇ ସୂକ୍ଷ୍ମ ଶରୀର ଗୁଡାକ ହିଁ ବୁଲନ୍ତି କେବଳ ସୂକ୍ଷ୍ମ ଶରୀର। ପ୍ରେତ ଯୋନିରେ ବୁଲନ୍ତି ସୂକ୍ଷ୍ମ ଶରୀର ଏ ସୂକ୍ଷ୍ମ ଶରୀର ମଧ୍ୟ ଦେବ ଯୋନିରେ ବୁଲନ୍ତି। କଣ ବୁଲେ ନା ଦେବ ଯୋନି ପ୍ରେତ ଯୋନି ଦିଟା ଯୋନିରେ ସୂକ୍ଷ୍ମ ଶରୀର ବୁଲେ। ପୁଣ୍ୟାତ୍ମା ମାନଙ୍କର ସୂକ୍ଷ୍ମ ଶରୀର ଏ ଦେବ ଯୋନିରେ ଭ୍ରମଣ କରେ। ପାପାତ୍ମା ମାନଙ୍କର ପାପ ଶରୀର ଏଇଟା ପିତୃ ଶରୀର ଏଇଟା ପିତୃ ଯୋନିରେ ଭ୍ରମଣ କରେ ପିତୃ ଲୋକରେ। ବାବା ଏଇ ଯୋଉ ପ୍ରେତ ଲୋକ ଦେବଲୋକ ଏଗୁଡାକ କଣ ଉପରକୁ ଆମର ଯୋଉ ବ୍ରହ୍ମାଣ୍ଡ ଟା ଦିଶୁଛି ଉପର ଆଡକୁ ସାଢେ ସାଢେ ସେଇ ଗ୍ରହ ନକ୍ଷତ୍ର ଆଡକୁ ଅଛନ୍ତି ନା ଏଇଠି ଗୋଟେ ଅବସ୍ଥାରେ ସେଟା ରହୁଛି? ନାଇଁ ନାଇଁ ତମେ ଯୋଉଟା ବୁଝୁଛ ସେଟା ହଉଛି ଅଲଗା କଥା ବୁଝିଲ ନା। ଆଚ୍ଛା ଆମର ପିତୃ ଲୋକଟା ହଉଛି ଚନ୍ଦ୍ରମଣ୍ଡଳ ପର୍ଯ୍ୟନ୍ତ। ଚନ୍ଦ୍ରମଣ୍ଡଳ ଓହୋ। ଦେବଲୋକଟା ହଉଛି ଚନ୍ଦ୍ରରୁ ସୂର୍ଯ୍ୟମଣ୍ଡଳ ପର୍ଯ୍ୟନ୍ତ। ଆଚ୍ଛା ବ୍ରହ୍ମଲୋକଟା ହଉଛି ସୂର୍ଯ୍ୟମଣ୍ଡଳରୁ ଅଧିକ ସେପଟକୁ। ତେଣୁ ସୂର୍ଯ୍ୟମଣ୍ଡଳ ସହିତ ଯିଏ ସମ୍ପର୍କ ରଖେ ସେଟା ହଉଛି ଦେବଲୋକ। ଆଚ୍ଛା ବାବା ବର୍ତ୍ତମାନ ପାଇଁ ଆମର ସାଇନ୍ସ ରେ ଯୋଉ ଟେଲିସ୍କୋପ ତା ଉପରକୁ ବହୁତ ବାଟ ଗ୍ୟାଲାକ୍ସି ସେପଟ ଯୋଉ ଦେଖୁଛି ସେ ସବୁ ଗୁଡାକ ତା ମାନେ ଆମର ଏଇ ଯୋଉ ପରିସର ଭିତରକୁ ନୁହନ୍ତି? ନାଇଁ ଟେଲିସ୍କୋପ ଯାହାକୁ ଦେଖୁଛି ସିଏ ସବୁ ବହୁତ ଦୂର ଯୋଉଗୁଡା ସେ ଯାହାକୁ ଦେଖୁ ସେ ସବୁ ସ୍ଥୂଳ ଜିନିଷ। ଆଚ୍ଛା ସେଗୁଡା କଣ ଅଲଗା ଅଲଗା ଗୋଟେ ବ୍ରହ୍ମାଣ୍ଡ ନା ଗୋଟିଏ ବ୍ରହ୍ମାଣ୍ଡ ଭିତରର ଜିନିଷ? ନା ସବୁ ଗୋଟିଏ ବ୍ରହ୍ମାଣ୍ଡରେ। ଗୋଟିଏ ବ୍ରହ୍ମାଣ୍ଡ ଭିତରେ ୟାର କିଛି ଗୋଟେ କଣ ଅନ୍ତ ଥାଏ ଏଇ ବ୍ରହ୍ମାଣ୍ଡର ନା ଅନ୍ତ ନଥାଏ? ଅନ୍ତ ତ ନାହିଁ କିନ୍ତୁ ସୃଷ୍ଟି ପ୍ରଳୟ ଏ ଆବାହମାନ କାଳରୁ ଚାଲିଛି। ବିଜ୍ଞାନ କହୁଛି ଯେ ଆମର ଯୋଉ ଡାର୍କ ଏନର୍ଜିଟା ସେ ଏକ୍ସଟେଣ୍ଡିଂ ହଉଛି ପ୍ରସାର ହଉଛି ବୋଲି। ହଁ ବିଶ୍ୱଟା ପ୍ରସାରିତ ହଉଛି। ହଁ ତେଣୁ ସେଇ ଯୋଉ ବିଶ୍ୱଟା ପ୍ରସାରିତ ହଉଛି ସେଇଟାକୁ ଆମେ କହିବା ଯେ ଆମ ଭାଗବତ ଅନୁସାରେ ସେଟା ପ୍ରସାରିତ ଅର୍ଥ ହଉଛି ସୃଷ୍ଟି ପ୍ରକ୍ରିୟା। ଓହୋ ଆଚ୍ଛା ଆଚ୍ଛା ସେ ଯୋଉ ବିଶ୍ୱଟା ପ୍ରସାରଣଶୀଳ ବୋଲି ଯୋଉଟା କହୁଛନ୍ତି ସେଇଟାକୁ ଆମର କୁହନ୍ତି କଣ ନା ସୃଷ୍ଟି ପ୍ରକ୍ରିୟା। ସିଏ କିନ୍ତୁ ଭାବୁଛନ୍ତି ଯେ ଏଇଟା ଏକ୍ସପାଣ୍ଡ କରୁଛି ବୋଲି ଭାବି ଦଉଛନ୍ତି। ନା ସେଟା ସୃଷ୍ଟି ପ୍ରକ୍ରିୟା ଚାଲିଛି ବିଶ୍ୱ ବ୍ରହ୍ମାଣ୍ଡ ଚାଲିଛି ଅର୍ଥାତ୍ ସୂକ୍ଷ୍ମରୁ ସ୍ଥୂଳ ଆଡକୁ ସେ ଗତି କରି ଚାଲିଛି ଗତି କରୁଛି। ଏଇଟା ଚାଲିବ କଣ ସତରେ କେବେ ଗୋଟେ ସଂକୋଚନ ହୁଏ ନା ନାଇଁ? ନାଇଁ ସୃଷ୍ଟି ପ୍ରକ୍ରିୟା ଯେତେବେଳେ ତାର ସମୟ ଆସେ ସେତେବେଳେ ପ୍ରଳୟ ପ୍ରକ୍ରିୟା ଚାଲେ। ଯେତେବେଳେ ପ୍ରଳୟ ପ୍ରକ୍ରିୟା ଚାଲେ ଆପଣ ବୁଝେଇଛନ୍ତି ଆପଣ କହିଛନ୍ତି ଯେ ଏଇଟା ଯାଇକି ସେଥିରେ ମିଶେ ସେ ଯୋଉ ମହତତ୍ୱରୁ ସେ ଅହଂ ତତ୍ତ୍ୱ ଯିବ ମହତତ୍ୱରେ ମିଶିବ ମହତତ୍ୱରୁ। ତେଣୁ ବର୍ତ୍ତମାନ ସୃଷ୍ଟି ପ୍ରକ୍ରିୟା ଚାଲିଛି ମାନେ ସୂକ୍ଷ୍ମରୁ ସ୍ଥୂଳ ଆଡକୁ ଗତି କରି ଚାଲିଛି। ଯେତେବେଳେ ପ୍ରଳୟ କ୍ରିୟା ହବ ସ୍ଥୂଳରୁ ସୂକ୍ଷ୍ମକୁ ଚାଲିବ। ହଁ ବୁଝିଲି। ଆଉ ମହାପୁରୁଷ ମାନେ ବି ଲେଖିଛନ୍ତି ତାର ଅବଧିଟା ସମୟ ଅବଧିଟା ବି ଲେଖିଛନ୍ତି। ହଁ ସେ ମୁଁ ଆଉ କୋଉଠୁ କହୁଛି ଆମ ଏ ଶାସ୍ତ୍ରରୁ ନେଇ କହୁଛି। ଶାସ୍ତ୍ରଟା ବିଜ୍ଞାନ ସହିତ କଣ ସମ୍ପର୍କ ମୁଁ ସେଇଟାକୁ ଖାଲି ଦେଖେଇ ଦଉଛି ଆପଣମାନଙ୍କୁ। ଶାସ୍ତ୍ର ସହିତ ବିଜ୍ଞାନର କୋଉ ରିଲେସନ କଣ ଅଛି ସେଇ ରିଲେସନ ଟାକୁ ମୁଁ କେବଳ ଦେଖେଇ ଦଉଛି ଆପଣ ମାନଙ୍କୁ। ମୁଁ ମୃତ୍ୟୁ ପୂର୍ବରୁ ଏଗୁଡାକୁ ଦେଖେଇ ଦେଲେ ଭବିଷ୍ୟତ ପିଢିରେ ଯଦି କିଏ ଆସିବେ ସେଇଟାକୁ ରିସର୍ଚ୍ଚ କରିକି ଜାଣିବେ ଯେ ବିଶ୍ୱର ବାବା ଯାହା କହିଥିଲେ ଆମେ ତାର ଦ୍ଵାରା ରିସର୍ଚ୍ଚ କରିକି ଆମେ ତା ଉପରକୁ ଯିବୁ। ବାବା ତାହେଲେ ଏଇ ଯୋଉ ତାମାନେ ଆପଣଙ୍କ ବୁଝେଇବାରେ ତ ଆପଣ ଅଲରେଡି କହିସାରିଲେଣି ଯେ ତୁମର ଏଇ ଯୋଉ ସୂକ୍ଷ୍ମ ଶରୀରରେ ଧରିକି ରହିଛ ଗୋଟେ ଘଟ ଧରିକିରି ତାକୁ ଯଦି ଆମେ ଏଇ ଜିଇଁଥିବା ଅବସ୍ଥାରେ
ୟାକୁ ନ ଜାଣିବା ତାହେଲେ ତ ଆମେ ପୁଣି ସେଇ ତଲକରେ ପଡିବା ଅଲେ। ବାସ୍ ଏଇ ହଉଛି କଥା। ସେ ଜାଣିବା ପ୍ରକ୍ରିୟା ହଉଛି ଅତି ସରଳ ସହଜ, କିନ୍ତୁ ସମସ୍ତେ ଶୁଣୁଛନ୍ତି ଜାଣୁଛନ୍ତି, ପ୍ରାକ୍ଟିକାଲ କରିବା ପାଇଁ କେହି ଆସୁନାହାନ୍ତି କରିବାଟା ଲୋକ। ହଁ ସେଇ ତ ଆପଣ ଠିକ କହୁଛନ୍ତି। ଆଉ ଆମେ ବୁଝି ଦଉଛେ, ଜାଣି ଦଉଛେ, ଆପଣଙ୍କଠୁ ଶୁଣି ଦଉଛେ, କିନ୍ତୁ ଦେଖିଲା ବେଳକୁ କରିବାକୁ ପଡିବ ପୁଣି। ପ୍ରାକ୍ଟିକାଲ କରିବା ପାଇଁ ସମୟ ବି ଦରକାର। ସମୟ ଦରକାର, ତା ଆଜି ସାଙ୍ଗରେ ଏବେକାର ଯୋଉ ଯୁଗ ପେଶି ଦଉଛି ମଣିଷକୁ। ହଁ ସେଇ ତ କଥା। ତେଣୁ ଗୋଟେ କଥା ହଉଛି ଯେ ୟା ଦେହରେ ପ୍ରବେଶ କରିକି କାମ କରିବା ପାଇଁ ହେଲେ ଯେତିକି ଆମକୁ ପରିଶ୍ରମ ବା ସମୟ ଦରକାର ଆମେ ସେତିକି ଦେଇପାରୁନାହାନ୍ତି। ଗୋଟେ ଉଦାହରଣ ଓହୋ। ଦଉଛି, ହୁଁ। ଗୋଟେ ପିଲା 6 ବର୍ଷ ଇଆଡୁ ତ କିଛି ଦିନ ପାଠ ପଢି ପଢିକି ଯାଇଥିଲା, ତାପରେ ଆଜ୍ଞା। ସେଠୁ 6 ବର୍ଷ ସେ ଡାକ୍ତରୀ ପଢି ସାରିଲା ପରେ ଡାକ୍ତର ହଉଛି। ଓହ। ଗୋଟିଏ ଡାକ୍ତର ହବା ପାଇଁ ଯେତିକି ପରିଶ୍ରମ, ବୁଝିଲେ ନା, ଆଜ୍ଞା। ସେତିକି ପରିଶ୍ରମ ସବୁ ପିଲା କରିପାରୁନାହାନ୍ତି। ନା ନା। ବାସ୍ ସେଇଭଳି ପ୍ରକାରର ଗୋଟେ ହଁ ହଁ। ଯୋଉ କଥା ଗୁଡାକ ମୁଁ ବୁଝେଇ ଦଉଛି, ସେ ହୁଁ। ବାଟରେ ଚାଲିବାଟା ଯେତିକି କଷ୍ଟ ବା ଯେତିକି ପରିଶ୍ରମ ଓହୋ। ସମୟ ସାପେକ୍ଷ, ସେଇଟା ଆମେ ଯାଇଛୁ ଏବଂ ଆମେ ଯାଇ ସାରିଲା ପରେ ଅନୁଭବ ଗୁଡାକ କହୁଛୁ। ହଁ କିନ୍ତୁ ଅନ୍ୟ ଆପଣ ବା ଏଇ ଜଷ୍ଟ 2-3ଟା ଏପିସୋଡ ପୂର୍ବରେ କହିଥିଲେ ଯେ ହୁଁ ଏସବୁ ଜିନିଷ ଭାରି ସମୟ ସାପେକ୍ଷ। ହୁଁ। ଆଚ୍ଛା ଦେଖୁନାହାନ୍ତି ଗୋଟିଏ କଥା, ମନେ କରାଯାଉ ଜଣେ ଲୋକ କହିବ ଆଗେ ମନ ଆୟତ ନ ନେଇ କଥା ହେଇପାରିବନି। ତେଣୁ ମନ ସ୍ଥିର କରିବା ପାଇଁ ଲୋକ କହୁଛନ୍ତି ସତ କିନ୍ତୁ କରୁନାହାନ୍ତି କେହି। ମୁଁ ଆଜି ଜଣକୁ ପଚାରୁଥିଲି, ମୁଁ କହିଲି ତମେ ସବୁ କହୁଛ, ମୁଁ କହିଲି ତମେ ଅପଲୋକ ନୟନରେ ଚାହିଁବ ନାସାଗ୍ରକୁ, ଅପଲୋକ ନୟନ ପଲକ ପଡିବନି। ଆଜ୍ଞା। କେଇଟା ଲୋକର ଅପଲୋକ ନୟନ ହେଇଛି କୁହ? ସମସ୍ତେ ହାଁ ଟାକରେ ଅନେଇଛନ୍ତି। ଆମ ସମାନ କଣ, କିଏ କହୁଛି କହିଲା ଆଖି ବିନ୍ଧୁଛି, କିଏ କହୁଛି କହିଲା ଲୁହ ଗଡୁଛି, ପୁଣି ସବୁ ହବ। ଆ କିନ୍ତୁ ତାକୁ ସବୁ କରିକିରି କରିକି ଏଇଟା ପ୍ରାକ୍ଟିସ ମେକ୍ ଏ ମ୍ୟାନ ପରଫେକ୍ଟ।